राज्य मो भौणी नथिला बोले सब बेले मते खाई चुना पीछि कौन सब बेले चिंता करुथिला अरे बापा मो भौणी गला बेलाठू मोर आउ चिंता करिवार लोक केही नाहंती अरे बापा धन मौसा तू कहीं चिंता करुଛୁ तू वर्तमान राजा घरे ଯୌତୁକ ପ୍ରଥା ହିସାବରେ ରହିଯା ଯୌତୁକ ପ୍ରଥା ହିସାବରେ ମୁଁ ରହିଯିବି ହଁ ବାପା ଧନ ତାପରେ ଯାଇକି ତୁ କାୟା ବିସ୍ତାର କରିବୁ ତାପରେ ଯାଇକି ଖେଳର ଅସଲି ମଜାଟା ଆସିବ ନା ତମେ ଠିକ କହିଛ ମଉସା ହଁ ବାପା ଧନ ମୋ ଭଉଣୀ ଗଲା ବେଳେ ତାକୁ ଉପହାର ବୋଲି ମୁଁ କିଛି ବି ଦେଇ ନାହିଁ ହଁ ବାପା ଆଉ ତମରି କଥା ଅନୁସାରେ ହଁ ରାଜା ପାଖରେ ଯାଇ ଶରଣ ବସି କହିବି ହଁ ମହାରାଜ ମୋ ଭଉଣୀକୁ ମୁଁ ବିଦାୟ ଦେଲା ବେଳେ ମୁଁ କିଛି ବି ଦେଇପାରିଲିନି କୋଉ ସାମର୍ଥ୍ୟ ଅଛି ଯେ ମୋ ଭଉଣୀକୁ ମୁଁ ଯୌତୁକଟା ଦେଇପାରିବି ହଁ ବାପା ଧନ ସେଇଥିପାଇଁ ମୁଁ ଭାବୁଛି ସବୁଦିନ ଭାଇ ତମରି ରାଜ୍ୟ ରହି କାମ କରିକି ତମରି ରାଜ ଉଆସରେ ରହିଯିବି ତୁ ସେମିତି କାମ କଲେ ହିଁ ତୁ ଏ ମଗଧ ଦେଶରେ ରାଜା ହେଇପାରିବୁ ମଉସା ତୁ ରାଜା ହେଲେ ମୁଁ ହେଇଯିବି ମନ୍ତ୍ରୀ ଆଉ ମୁଁ ଏକମାତ୍ର ଭାବରେ କାମ କରିପାରିବି ନାହିଁ ରେ ବାପା ଧନ ଅପେକ୍ଷା କର ମଉସା ହଁ ବାପା ଧନ ସେଇ ସମୟ ଚକକୁ ଏମିତି ମୁଳେଇ ଦବା ଆଉ ସେଇ ମଗଧ ରାଜ୍ୟରେ ଆମେ ହେଇଯିବା ରାଜା ହେ ମଉସା ହଁ ବାପା ଧନ ଏଇଠି ଆଉ ଡେରି କରିବନି ହଁ ବାପା ଏଇଠୁ ଆମେ ଚାଲିଯିବା ସେଇ ରାଜ ଉଆସକୁ ଆରେ ଅତି ଶୀଘ୍ର ଚାଲ, ଚାଲ। ହଉ ଚାଲ 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 ଆଉ କେତେ ଦିନ ତୁମେ ଏମିତି ମତେ କଷ୍ଟ ଦେଉଥିବ ଠାକୁରେ କାହିଁକି ଠାକୁରେ କାହିଁକି ଏମିତି କଲ ପ୍ରଭୁ କାହିଁକି ଏମିତି କଲ ଆରେ ମନ୍ତ ଦଇବ ସତରେ ରାଜା ମଧୁ ମଙ୍ଗଳ ଭାଗ୍ୟରେ ତୁ ଏଇଆ ଲେଖିଦେଲୁ ସମସ୍ତଙ୍କ ଭାଗ୍ୟରେ ଲେଖିଲା ବେଳକୁ ସମସ୍ତଙ୍କ ଭାଗ୍ୟ ରେଖାରେ ତୁ ସମସ୍ତଙ୍କ ଭାଗ୍ୟ ସୁଖ ପରେ ସୁଖ ଲେଖି ଦଉଥିଲୁ ହେଲେ ଆଜି ମଧୁ ମଙ୍ଗଳ ଭାଗ୍ୟରେ ଲେଖିଦେଲୁ ଯେ ଦୁଃଖ ଉପରେ ଦୁଃଖ ସୁଖ ଲେଖିଦେଲୁ ଦଇବ ଦୁଃଖ ଉପରେ ଦୁଃଖ ସୁଖ ଲେଖିଦେଲୁ ମନ୍ଦ ଦଇବରେ
ବୁଝି ଯାଉଛି ଲଲାଟ ପଟରେ ଯାହା ଲେଖା ଅଛି ମୋତେ ନିଶ୍ଚୟ ଭୋଗ କରିବାକୁ ପଡ଼ିବ ତାପରେ ମୋତେ ଭୋଗ କରିବାକୁ ପଡ଼ିବ ହେଲେ ଯେତେ କଷ୍ଟ ଦେବ ଦେହ ପ୍ରଭୁ ଯେତେ କଷ୍ଟ ଦେବ ଦେହ ଠାକୁରେ এই ছাতিକୁ ପଥର କରି ଆଜି ଚରିଯିବି ଠାକୁରେ ଠିକ ଯେମିତି ଲୋକେ କହନ୍ତି ନା এই ଦେଖରେ ଦେଖ সেই ବଡ଼ଦେଉଳର ରତ୍ନ ସିଂହାସନ ଉପରେ ଜଳ ପଥର ପାଲଟି ଯାଇ ବସିଛି ସେଇ ଦାରୁ ବ୍ରହ୍ମ ଦାରୁ ଦେବତା ଠିକ ସେମିତି ମୋ ମଧ୍ୟ ଆଜି ଛାତିକୁ ପଥର କରି ସବୁ ଚରିଯିବି ଠାକୁରେ ସବୁ ଚରିଯିବି ଆଉ ଏଇ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ तुम्हारी नामको जपूथिबी ठाकुरे तुम्हारी नामको जपूथिबी महाराजांकर जय हो महाराजांकर जय हो बाबू महाराज तुम केतरे आसिछ ହଁ ମହାରାଜ ମୋ ଭଉଣୀ କଥା ଭାରେ ମନେ ପଡ଼ିଗଲା ତ ଦେଖିବା ପାଇଁ ଚାଲି ଆସିଲି ଭଉଣୀକୁ ଦେଖିବା ପାଇଁ ଚାଲି ଆସିଛ ଠିକ କରିଛ କାହିଁକି ନା ଭଉଣୀଟା ଯେତେବେଳେ ମୋ ଘରେ ଅଛି ଭଉଣୀଟାକୁ ଯେତେବେଳେ ମୋ ଘରକୁ ପଠେଇ ଦେଇଛ ଭାଇ ହିସାବରେ ଭଉଣୀକୁ ଦେଖିବା ପାଇଁ ଭାଇ ଆସିବା କର୍ତ୍ତବ୍ୟ ତୁମେ ତୁମ କର୍ତ୍ତବ୍ୟ ପାଳନ କରିଛ ବଜ୍ରବାହୁ ହେଲେ ଠିକ କରିଛ ମୋ କର୍ତ୍ତବ୍ୟ ମୁଁ କୋଉଠି ପାଳନ କଲି ମୋ ଭଉଣୀ ବିଦା ହେଲା ବେଳେ ଏ ଭାଇଟା ତାକୁ କିଛି ଦେଇପାରିଲାନି ମାନେ ସବୁ ଝିଅ ବାହାଘର ହେଇ ଶାଶୁ ଘର ଗଲା ବେଳେ ତା ବାପା ମା ଭାଇ ସମସ୍ତେ ତାକୁ କିଛି ଗୋଟାଏ ଉପହାର ଦିଅନ୍ତି ବଜ୍ରବାହୁ ବୁଝିଛି ଏଇ ମଗଧ ରାଜ୍ୟରେ ଏମିତି କିଛି ଅଭାବ ନାହିଁ ବଜ୍ରବାହୁ ଯେଉଁଟାକି ତୁମଠାରୁ ମୁଁ ଆଶା କରୁନି ଜାଣିଛି ମହାରାଜ ଆପଣ ମୋ ଠାରୁ ଆଶା କେବେ କରିବି ହିଁ ପାରିବେନି ତଥାପି ମୋ ମନ କାହିଁ ଗୋଳେଇ ଘାଣ୍ଟେଇ ହେଉଛି କାହିଁ ପାଇଁ ମୋ ଭଉଣୀଟା ମୋରି ପାଖରେ ଛୋଟରୁ ବଡ଼ ହେଇଥିଲା ତା ବାହାଘର ବେଳେ ମୁଁ କିଛି ଦେଇପାରିଲିନି ତା ଛଡ଼ା ମୋର କୋଉ ସାମର୍ଥ୍ୟ ଅଛି ଯେ ମୋ ଭଉଣୀକୁ ଦେଇପାରିବି ସେଥିପାଇଁ ମନରେ ଭାବିଛି କଣ ଭାବିଛ ବଜ୍ରବାହୁ କଣ ଦେବାର ଭାବିଛ ଆପଣଙ୍କ ଆଦେଶ ଯଦି ହବ ଆପଣଙ୍କ ପାଖରେ ନିଶ୍ଚୟ କହିବି ଠିକ ଅଛି ତୁମେ ମନରେ ଯାହା ଭାବିକି ଆସିଛ ମୋ ଆଗରେ ପ୍ରକାଶ କର ବଜ୍ରବାହୁ ସବୁ ମନର କଥା ମୋ ଆଗରେ ପ୍ରକାଶ କର ହେଲେ ଶୁଣନ୍ତୁ ମହାରାଜ କହ ବଜ୍ରବାହୁ ମୋ ଭଉଣୀକୁ ତ ଦବା ପାଇଁ ମୋ ପାଖରେ କିଛି ନାହିଁ ହେଲେ ଦବା ପାଇଁ ମୋ ବହୁତ ଇଚ୍ଛା ସେଇଥିପାଇଁ ମୁଁ ଭାବୁଛି ଏଇ ରାଜ୍ୟରେ କାମ ଧାମ କରି ତା ପାଖରେ ରହିଯିବି ସେଇଟା ହଉଛି ମୋ ପାଇଁ ଉପହାର ଓହୋ ଆରେ ସେଇଥିପାଇଁ ତୁମେ ଏତେ ଚିନ୍ତିତ ଏତେ ଭୟ କରୁଛ ଏଇ ସାମାନ୍ୟ କଥା ପାଇଁ ହଁ ମହାରାଜ ନା ବଜ୍ରବାହୁ ଠିକ ଅଛି ତୁମେ ଯଦି ଭାବୁଛ ତୁମେ ଏଇଠି ରହିବ ଏଇଠି ଖାଇବ ମୋର କୌଣସି ଆପତ୍ତି ନାହିଁ ଆଜିଠାରୁ ତୁମେ ଏଇ ଘରର ଗୋଟେ ସଦସ୍ୟ ଭାବରେ ମୋ ଘରେ ରହିବ ଏଇଠି ଖାଇବ ପିଇବ ଶୋଇବ ମୋର କିଛି ଆପତ୍ତି ନାହିଁ ହେଲା କଣ କହି ଆପଣଙ୍କୁ ଧନ୍ୟବାଦ ଜଣାଇବି ମୋ ପାଠିରୁ ଭାଷା ନାଇଁ ବଜ୍ରବାହୁ ଆଉ ମତେ କିଛି କହି ଧନ୍ୟବାଦ ଦେବାର ଆବଶ୍ୟକ ନାହିଁ ମୁଁ ଏଇନେ ତୁମ ଭଉଣୀ କାମିନୀକୁ ଡାକୁଛି କାମିନୀ ଆରେ କାମିନୀ ଆରେ ଭାଇ ଆସିଛନ୍ତି ପରା ଆସ ଦେଖିବ मते हाँ डकेली महाराज हाँ कामिनी ए देख तुम भाई बज्रबाहु पर आछिछन्ते भाई मोरा आछि हाँ हाँ अरे भाई हाँ केमिति अछ भाई आज भौणी कथा मने पड़िला आज मने पड़िला तो भाबुछ तो भाईटा तोते भूली जाइछि बोली भाई अरे माहे भाई